ସାଙ୍ଗମାନେ ଆପଣମାନଙ୍କ ମନରେ କେବେ ନା କେବେ ଏଇ ପ୍ରଶ୍ନ ଆସୁଥିବ, ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରାଙ୍କର ଏତେ ବଡ ବଡ ଆଖି କାହିଁକି ଥାଏ? ତେବେ ଚାଲନ୍ତୁ ଜାଣିବା ଏହାର କାରଣ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଉ ଗୋଟିଏ ନୂଆ ଭିଡିଓକୁ। ଭିଡିଓଟି ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ସାଙ୍ଗମାନେ ଥରେ ମା ଯଶୋଦା ଦ୍ୱାରିକା ଆସିଥିଲେ। ଶ୍ରୀକୃଷ୍ଣଙ୍କ ରାଣୀ ମାନେ ମାତାଙ୍କୁ ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା କହିବାକୁ କହିଲେ। ମାତା ଯଶୋଦା କହିଲେ, ମୁଁ ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା ଓ ଗୋପୀଙ୍କ ସହ ଲୀଳା ମଧ୍ୟ କହିବି, ଏହା ଯେମିତି କୃଷ୍ଣ ଓ ବଳରାମ ନ ଜାଣନ୍ତି। ଏହାପରେ ସୁଭଦ୍ରା ଦ୍ୱାର ଦେଶରେ ପ୍ରହରା ଦେଲେ ଆଉ ମାତା ଯଶୋଦା ରାଣୀ ମାନଙ୍କୁ କୃଷ୍ଣ ବଳରାମଙ୍କର ବାଲ୍ୟ ଲୀଳା ଶୁଣାଇଲେ। ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା ଶୁଣି ସମସ୍ତେ ଭାବ ବିହ୍ୱଳ ହୋଇଗଲେ। ସୁଭଦ୍ରା ମଧ୍ୟ ଜାଣିପାରିଲେ ନାହିଁ କେତେବେଳେ କୃଷ୍ଣ ଓ ବଳରାମ ମଧ୍ୟ ଆସି ତାଙ୍କର ବାଲ୍ୟ ଲୀଳାର ଆନନ୍ଦ ନେଉଛନ୍ତି। ନିଜର